प्रथम सामुएल अध्याय 29। ସେହି ସମୟରେ ପଲେଷ୍ଟିଆମାନେ ଆପଣାମାନଙ୍କ ସୈନ୍ୟ ସାମନ୍ତ ସକଳ ଅଫେକରେ ଏକତ୍ର କଲେ ଓ ଇସ୍ରାଏଲୀୟମାନେ ଜିସ୍ରିଏଲସ୍ଥ ନିର୍ଝର ନିକଟରେ ଛାଉଣି ସ୍ଥାପନ କଲେ। ଏଥିରେ ପଲେଷ୍ଟିଆମାନଙ୍କ ଅଧିପତିମାନେ ଶତ ଶତ ଓ ସହସ୍ର ସହସ୍ର ସୈନ୍ୟ ନେଇ କ୍ରମେ କ୍ରମେ ଅଗ୍ରସର ହେଲେ, ଆଉ ଦାଉଦ ଓ ତାଙ୍କର ଲୋକମାନେ ଆଖିସ୍ ସହିତ ପଛେ ପଛେ ଅଗ୍ରସର ହେଲେ। ତହିଁରେ ପଲେଷ୍ଟିଆ ଅଧିପତିମାନେ କହିଲେ, ଏହି ଏବ୍ରିୟମାନେ ଏଠାରେ କଣ କରୁଅଛନ୍ତି? ତେଣୁ ଆଖିସ୍ ପଲେଷ୍ଟିଆ ଅଧିପତିମାନଙ୍କୁ କହିଲେ, ଏ କଣ ଇସ୍ରାଏଲର ରାଜା ସାଉଲଙ୍କର ଦାସ ଦାଉଦ ନୁହେଁ? ସେ ଏତେ ଦିନ ଓ ଏତେ ବର୍ଷ ହେଲା ମୋ ସଙ୍ଗରେ ଅଛି ଓ ମୋହର ପକ୍ଷ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଁ ତାହାଠାରେ କୌଣସି ଦୋଷ ପାଇନାହିଁ। ମାତ୍ର ପଲେଷ୍ଟିଆ ଅଧିପତିମାନେ ତାହା ଉପରେ କ୍ରୁଦ୍ଧ ହେଲେ ଓ ପଲେଷ୍ଟିଆ ଅଧିପତିମାନେ ତାହାକୁ କହିଲେ, ତୁମ୍ଭେ ସେ ଲୋକକୁ ଫେରାଇ ଦିଅ। ତୁମ୍ଭେ ତାହା ପାଇଁ ଯେଉଁ ସ୍ଥାନ ନିରୂପଣ କରିଅଛ, ସେ ଆପଣାର ସେହି ସ୍ଥାନକୁ ଫେରିଯାଉ। ସେ ଆମ୍ଭମାନଙ୍କ ସଙ୍ଗରେ ଯୁଦ୍ଧକୁ ଯିବ ନାହିଁ। କେଜାଣି ଯୁଦ୍ଧ ସମୟରେ ସେ ଆମ୍ଭମାନଙ୍କ ବିପକ୍ଷ ହୋଇପଡ଼ିବ। ଏଇଟା ଆଉ କାହିଁରେ ଆପଣା ପ୍ରଭୁକୁ ପ୍ରସନ୍ନ କରିବ କି ଏହି ଲୋକମାନଙ୍କ ମସ୍ତକ ଦ୍ୱାରା ନୁହେଁ? ଏଇଟା କି ସେହି ଦାଉଦ ନୁହେଁ, ଯାହାର ବିଷୟ ଲୋକମାନେ ନୃତ୍ୟ କରୁ କରୁ ପରସ୍ପର ଗାନ କରିଥିଲେ, ସାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ। ଏଥିରେ ଆଖିସ୍ ଦାଉଦଙ୍କୁ ଡାକି କହିଲା, ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ତୁମ୍ଭେ ସରଳ ଲୋକ ଓ ମୋ ସହିତ ସୈନ୍ୟ ସାମନ୍ତ ମଧ୍ୟରେ ତୁମ୍ଭର ଗମନାଗମନ ମୋ ଦୃଷ୍ଟିରେ ଉତ୍ତମ, କାରଣ ତୁମ୍ଭେ ମୋ କତିକି ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ତୁମ୍ଭଠାରେ କୌଣସି ମନ୍ଦତା ପାଇନାହିଁ। ତଥାପି ଅଧିପତିମାନଙ୍କ ଦୃଷ୍ଟିରେ ତୁମ୍ଭେ ଉତ୍ତମ ନୁହଁ। ଏଣୁ ଏବେ ଫେର ଓ କୁଶଳରେ ଯାଅ। ପଲେଷ୍ଟିୟ ଅଧିପତିମାନଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ନ କର। ତେଣୁ ଦାଉଦ ଆଖିସ୍କୁ କହିଲେ, ମାତ୍ର ମୁଁ କଣ କଲି? ଓ ମୁଁ ଆପଣଙ୍କ ସମ୍ମୁଖରେ ଥିବା ଦିନାବଧି ଆଜି ପର୍ଯ୍ୟନ୍ତ ଆପଣଙ୍କ ଏହି ଦାସଠାରେ ଆପଣ କଣ ପାଇଲେ ଯେ ମୁଁ ଯାଇ ମୋ ପ୍ରଭୁ ରାଜାଙ୍କ ଶତ୍ରୁମାନଙ୍କ ବିପକ୍ଷରେ ଯୁଦ୍ଧ କରିବି ନାହିଁ? ଏଥିରେ ଆଖିସ୍ ଦାଉଦଙ୍କୁ ଉତ୍ତର ଦେଇ କହିଲା, ମୁଁ ଜାଣେ ତୁମ୍ଭେ ମୋ ଦୃଷ୍ଟିରେ ପରମେଶ୍ୱରଙ୍କ ଦୂତ ପରି ଉତ୍ତମ। ତଥାପି ପଲେଷ୍ଟିଆ ଅଧିପତିମାନେ କହୁଅଛନ୍ତି, ସେ ଆମ୍ଭମାନଙ୍କ ସଙ୍ଗରେ ଯୁଦ୍ଧକୁ ଯିବ ନାହିଁ। ଏହେତୁ ତୁମ୍ଭେ ଓ ତୁମ୍ଭ ସହିତ ଆଗତ ତୁମ୍ଭର ପ୍ରଭୁର ଦାସମାନେ ଅତି ପ୍ରଭାତରେ ଉଠ ଓ ଅତି ପ୍ରଭାତରେ ଉଠିଲା କ୍ଷଣି ଆଲୁଅ ହେଲେ ପ୍ରସ୍ଥାନ କଲ। ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ପ୍ରଭାତରେ ପ୍ରସ୍ଥାନ କରି ପଲେଷ୍ଟିଆମାନଙ୍କ ଦେଶକୁ ଫେରିଯିବା ପାଇଁ ଶୀଘ୍ର ଉଠିଲେ, ଆଉ ପଲେଷ୍ଟିଆମାନେ ଜିସ୍ରିଏଲକୁ ଗମନ କଲେ। ପ୍ରଥମ ସାମୁଏଲ ଅଧ୍ୟାୟ 30। ଏ ଉତ୍ତାରେ ଦାଉଦ ଓ ତାଙ୍କର ଲୋକମାନେ ତୃତୀୟ ଦିନରେ ସିକ୍ଲଗ ନଗରରେ ଉପସ୍ଥିତ ହେଲେ। ସେ ସମୟକୁ ଅମାଲେକୀୟ ଲୋକମାନେ ଦକ୍ଷିଣାଞ୍ଚଳ ଓ ସିକ୍ଲଗ ଆକ୍ରମଣ କରିଥିଲେ ଓ ସିକ୍ଲଗକୁ ଆଘାତ କରି ଅଗ୍ନିରେ ଦଗ୍ଧ କରିଥିଲେ। ପୁଣି ତନ୍ମଧ୍ୟସ୍ଥିତ ସ୍ତ୍ରୀମାନଙ୍କୁ ଓ ସାନ ବଡ଼ ସମସ୍ତଙ୍କୁ ବନ୍ଦୀ କରି ନେଇଯାଇଥିଲେ। ସେମାନେ କାହାକୁ ବଧ ନ କରି ସମସ୍ତଙ୍କୁ ନେଇ ଆପଣା ପଥରେ ଚାଲି ଯାଇଥିଲେ। ପୁଣି ଦାଉଦ ଓ ତାଙ୍କର ଲୋକମାନେ ନଗରରେ ଉପସ୍ଥିତ ହୁଅନ୍ତେ, ଦେଖ, ନଗର ଅଗ୍ନିରେ ଦଗ୍ଧ ଓ ସେମାନଙ୍କ ଭାର୍ଯ୍ୟା, ପୁତ୍ର ଓ କନ୍ୟାଗଣ ବନ୍ଦୀ ରୂପେ ନୀତ ହୋଇଅଛନ୍ତି। ତେଣୁ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନେ ଆପଣା ଆପଣା ରବ ଉଠାଇ ରୋଦନ କଲେ। ଏପରିକି ଆଉ ରୋଦନ କରିବାକୁ ସେମାନଙ୍କଠାରେ କିଛି ବଳ ରହିଲା ନାହିଁ। ପୁଣି ଜିସ୍ରିଏଲିଆ ଅହିନୋଏମ ଓ କର୍ମିଲିୟ ନାବଲର ଭାର୍ଯ୍ୟା ଅବିଗଲ ନାମ୍ନୀ ଦାଉଦଙ୍କର ଦୁଇ ଭାର୍ଯ୍ୟା ବନ୍ଦୀ ହୋଇଥିଲେ। ଏଥିରେ ଦାଉଦ ଅତିଶୟ ଉଦ୍ବିଗ୍ନ ହେଲେ, କାରଣ ପ୍ରତ୍ୟେକ ଲୋକର ମନ ଆପଣା ଆପଣା ପୁତ୍ର କନ୍ୟା ସକାଶୁ ବିରକ୍ତ ହେବାରୁ ଲୋକମାନେ ତାଙ୍କୁ ପଥରରେ ମାରିବାକୁ କହିଲେ। ମାତ୍ର ଦାଉଦ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କଠାରେ ଆପଣାକୁ ସବଳ କଲେ। ଏ ଉତ୍ତାରେ ଦାଉଦ ଅହିମେଲେକର ପୁତ୍ର ଅବିଆଥର ଯାଜକକୁ କହିଲେ, ମୋ କତିକି ଟିକିଏ ଏଫୋଦ ଆଣିଲ। ତହିଁରେ ଅବିଆଥର ଦାଉଦଙ୍କ ନିକଟକୁ ଏଫୋଦ ଆଣିଲା। ସେତେବେଳେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରି କହିଲେ, ମୁଁ ଏହି ସୈନ୍ୟ ଦଳର ପଛେ ପଛେ ଗୋଡ଼ାଇଲେ କି ସେମାନଙ୍କର ସଙ୍ଗ ଧରିପାରିବି? ତହିଁରେ ସେ ତାଙ୍କୁ କହିଲେ, ପଛେ ପଛେ ଯାଅ, କାରଣ ତୁମ୍ଭେ ନିଶ୍ଚୟ ସେମାନଙ୍କର ସଙ୍ଗ ଧରିବ ଓ ବିଫଳ ନୋହି ସମସ୍ତଙ୍କୁ ଉଦ୍ଧାର କରିବ। ତେଣୁ ଦାଉଦ ଓ ତାଙ୍କର ସଙ୍ଗୀ 600 ଲୋକ ଯାଇ ବିଶ୍ୱର ନଦୀ ନିକଟରେ ଉପସ୍ଥିତ ହେଲେ। ସେଠାରେ ପଶ୍ଚାତ ପରିତ୍ୟକ୍ତ ଲୋକମାନେ ରହିଗଲେ। ମାତ୍ର ଦାଉଦ ଓ 400 ଲୋକ ପଛେ ପଛେ ଗୋଡ଼ାଇଲେ, କାରଣ 200 ଲୋକ ଏପରି କ୍ଳାନ୍ତ ହୋଇଥିଲେ ଯେ ସେମାନେ ବିଶ୍ୱର ନଦୀ ପାର ହୋଇ ନ ପାରି ପଛରେ ରହିଗଲେ। ଏ ଉତ୍ତାରେ
ଲୋକମାନେ କ୍ଷେତ୍ରରେ ଜଣେ ମିଶ୍ରକୁ ପାଇ ଦାଉଦଙ୍କ ନିକଟକୁ ଆଣିଲେ ଓ ତାହାକୁ ଆହାର ଦିଅନ୍ତେ ସେ ଭୋଜନ କଲା। ମଧ୍ୟ ସେମାନେ ପାନ କରିବା ପାଇଁ ତାହାକୁ ଜଳ ଦେଲେ। ପୁଣି ସେମାନେ ତାହାକୁ ଡିମ୍ବୁରି ଚକ୍ତିରୁ 1 ଖଣ୍ଡ ଓ 2 ପେଣ୍ଡା ଦ୍ରାକ୍ଷା ଦେଲେ। ଆଉ ସେ ଭୋଜନ କରନ୍ତେ ଚେତନା ପାଇଲା, କାରଣ ସେ 3 ଦିନ 3 ରାତ୍ରି କିଛି ଆହାର କରିନଥିଲା କି କିଛି ଜଳପାନ କରିନଥିଲା। ଏଥିରେ ଦାଉଦ ତାହାକୁ ପଚାରିଲେ, ତୁମ୍ଭେ କାହାର ଲୋକ ଓ ତୁମ୍ଭେ କେଉଁଠାରୁ ଆସିଅଛ? ତହୁଁ ସେ କହିଲା, ମୁଁ ଜଣେ ମିଶ୍ରୀୟ ଯୁବା ଓ ଏକ ଅମାଲେକୀୟ ଲୋକର ଦାସ। ପୁଣି 3 ଦିନ ହେଲା ମୁଁ ପୀଡ଼ିତ ହେବାରୁ ମୋହର ମୁନିବ ମତେ ଛାଡ଼ି ଚାଲିଗଲା। ଆମ୍ଭେମାନେ କରେଥିୟମାନଙ୍କ ଦକ୍ଷିଣାଞ୍ଚଳ ଆକ୍ରମଣ କଲୁ ଓ ଆମ୍ଭେମାନେ ସିକ୍ଲଗକୁ ଅଗ୍ନିରେ ଓ ଜିହୁଦାର ଅଧିକାର ଓ କାଲେବର ଦକ୍ଷିଣାଞ୍ଚଳ ଦଗ୍ଧ କଲୁ। ତହିଁରେ ଦାଉଦ ତାହାକୁ କହିଲେ, ତୁମ୍ଭେ କଣ ଆମ୍ଭକୁ ସେହି ସୈନ୍ୟ ଦଳ ନିକଟକୁ ନେଇଯିବ? ତହୁଁ ସେ କହିଲା, ତୁମ୍ଭେ ଯେ ମତେ ବଦ୍ଧ କରିବ ନାହିଁ ଅବା ମୋହର ମୁନିବ ହସ୍ତରେ ମତେ ସମର୍ପଣ କରିବ ନାହିଁ, ଏହା ପରମେଶ୍ୱରଙ୍କ ନାମରେ ଶପଥ କର, ତେବେ ମୁଁ ସେହି ସୈନ୍ୟ ଦଳ ନିକଟକୁ ତୁମ୍ଭକୁ ନେଇଯିବି। ଏଉତରେ ସେ ତାଙ୍କୁ ନେଇଯାନ୍ତେ, ଦେଖ ପଲେଷ୍ଟିଆ ମାନଙ୍କର ଓ ଜିହୁଦାର ଦେଶରୁ ପ୍ରଚୁର ଲୁଟ ଦ୍ରବ୍ୟ ଆଣିଥିବାରୁ ସେମାନେ ଭୂମିଯାକ ବ୍ୟାପୀ ଭୋଜନପାନ ଓ ଉତ୍ସବ କରୁଅଛନ୍ତି। ଏହେତୁ ଦାଉଦ ଗୋଧୂଳି ସମୟାବଧି ପରଦିନ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ। ଆଉ ଯେଉଁ 400 ଯୁବା ଲୋକ ଓଟ ଚଢ଼ି ପଳାଇଲେ, ସେମାନଙ୍କ ଛଡ଼ା ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ରହିଲା ନାହିଁ। ପୁଣି ଅମାଲେକୀୟମାନେ ଯାହା କିଛି ନେଇଯାଇଥିଲେ ଦାଉଦ ସେ ସମସ୍ତ ଉଦ୍ଧାର କଲେ। ମଧ୍ୟ ଦାଉଦ ଆପଣାର 2 ଭାର୍ଯ୍ୟାଙ୍କୁ ମୁକ୍ତ କଲେ। ପୁଣି ସେମାନଙ୍କର ସାନ କି ବଡ଼, ପୁତ୍ର କି କନ୍ୟା, ଲୁଟ ଦ୍ରବ୍ୟ କି ଯାହା କିଛି ଅମାଲେକୀୟମାନେ ନେଇଥିଲେ ତହିଁରୁ କିଛି ଉଣା ହେଲା ନାହିଁ। ଦାଉଦ ସବୁ ଫେରି ପାଇଲେ। ଆଉ ସେମାନେ ନିଜ ପଶୁପଲ ଆଗେ ଆଗେ ଯେଉଁ ଅନ୍ୟ ଗୋମେସାଦି ପଲ ଅଡ଼ାଇ ନେଉଥିଲେ, ଦାଉଦ ସେସବୁ ନେଲେ। ପୁଣି ଲୋକମାନେ କହିଲେ, ଏ ଦାଉଦଙ୍କ ଲୁଟ ଦ୍ରବ୍ୟ। ଏଉତରେ ଅତି କ୍ଳାନ୍ତ ହୋଇ ଦାଉଦଙ୍କର ପଛେ ପଛେ ଯାଇ ନ ପାରିବାରୁ ଯେଉଁ 200 ଲୋକଙ୍କୁ ସେମାନେ ବିଶ୍ୱର ନଦୀ ନିକଟରେ ରଖି ଯାଇଥିଲେ, ଦାଉଦ ସେମାନଙ୍କ ନିକଟକୁ ଗଲେ। ତହୁଁ ସେମାନେ ଦାଉଦଙ୍କୁ ଭେଟିବାକୁ ଓ ତାଙ୍କ ସଙ୍ଗୀ ଲୋକମାନଙ୍କୁ ଭେଟିବାକୁ ବାହାରିଲେ। ପୁଣି ଦାଉଦ ଲୋକମାନଙ୍କ ନିକଟବର୍ତ୍ତୀ ହୋଇ ସେମାନଙ୍କୁ କୁଶଳ ବାର୍ତ୍ତା ପଚାରିଲେ। ସେତେବେଳେ ଦାଉଦଙ୍କ ସଙ୍ଗରେ ଯେଉଁମାନେ ଯାଇଥିଲେ ସେମାନଙ୍କ ମଧ୍ୟରୁ ଦୁଷ୍ଟ ଓ ପାପାଧମ ମନୁଷ୍ୟ ସମସ୍ତେ ଉତ୍ତର ଦେଇ କହିଲେ, ସେମାନେ ଆମ୍ଭ ସଙ୍ଗରେ ଗଲେ ନାହିଁ। ଏଥିପାଇଁ ଆମ୍ଭେମାନେ ପ୍ରାପ୍ତ ଲୁଟ ଦ୍ରବ୍ୟରୁ ସେମାନଙ୍କୁ କିଛି ଦେବୁ ନାହିଁ। କେବଳ ସେମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଭାର୍ଯ୍ୟା ଓ ସନ୍ତାନ ସନ୍ତତି ଦେବୁ। ସେମାନେ ତାଙ୍କୁ ନେଇ ଚାଲି ଯାଆନ୍ତୁ। ଏଥିରେ ଦାଉଦ ସେମାନଙ୍କୁ କହିଲେ, ହେ ମୋହର ଭାତୃଗଣ, ଯେଉଁ ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରି ଆମ୍ଭମାନଙ୍କ ପ୍ରତିକୂଳଗାମୀ ସୈନ୍ୟ ଦଳକୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ, ସେ ଆମ୍ଭମାନଙ୍କୁ ଯାହା ଦେଇଅଛନ୍ତି ତାହା ନେଇ ତୁମ୍ଭମାନଙ୍କର ଏରୂପ କରିବା ଉଚିତ ନୁହେଁ। ପୁଣି ଏ ବିଷୟରେ ତୁମ୍ଭମାନଙ୍କର କଥା କିଏ ଶୁଣିବ? କାରଣ ଯୁଦ୍ଧକୁ ଗମନକାରୀ ଲୋକ ଯେପରି ଆପଣା ଅଂଶ ପାଇବ, ସାମଗ୍ରୀ ନିକଟରେ ରହିବା ଲୋକ ସେପରି ଅଂଶ ପାଇବ, ସେମାନେ ସମାନ ଅଂଶ ପାଇବେ। ପୁଣି ଦାଉଦ ସେହି ଦିନାବଧି ଇସ୍ରାଏଲ ନିମନ୍ତେ ଏହି ବିଧି ଓ ଶାସନ ସ୍ଥିର କଲେ। ତାହା ଆଜି ପର୍ଯ୍ୟନ୍ତ ଚଳୁଅଛି। ଏଉତାରେ ଦାଉଦ ସିକ୍ଲଗରେ ଉପସ୍ଥିତ ହୁଅନ୍ତେ ସେ ବୈଥେଲ ଓ ଦକ୍ଷିଣାଞ୍ଚଳସ୍ଥ ରାମତ ଓ ଜତୀର ଓ ଅରୋଏର ଓ ସିଫମୋତ ଓ ଇଷ୍ଟିମୋୟ, ରାଖଲ ଓ ଜିରୋହେମଲିୟମାନଙ୍କ ନଗର ଓ କେନିୟମାନଙ୍କ ନଗର ଓ ହର୍ମା ଓ କୋରାସନ ଓ ଅଥାକ ଓ ହିବ୍ରୋନ ଓ ଯେ ସ୍ଥାନରେ ଦାଉଦଙ୍କର ଓ ତାଙ୍କ ଲୋକମାନଙ୍କର ଗମନାଗମନ ହୋଇଥିଲା, ସେହି ସମସ୍ତ ସ୍ଥାନସ୍ଥିତ ଆପଣା ମିତ୍ର ଜିହୁଦାର ପ୍ରାଚୀନ ବର୍ଗଙ୍କ ନିକଟକୁ ଲୁଟିତ ଦ୍ରବ୍ୟରୁ କିଛି କିଛି ପଠାଇ କହିଲେ, ଦେଖ, ସଦାପ୍ରଭୁଙ୍କ ଶତ୍ରୁମାନଙ୍କଠାରୁ ଲୁଟିତ ଦ୍ରବ୍ୟ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ଏହି ଭେଟି। ପ୍ରଥମ ସାମୁଏଲ ଅଧ୍ୟାୟ 31। ଏଥିମଧ୍ୟରେ ପଲେଷ୍ଟିଆମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ। ପୁଣି ଇସ୍ରାଏଲ ଲୋକମାନେ ପଲେଷ୍ଟିଆମାନଙ୍କ ସମ୍ମୁଖରୁ ପଳାଇ ଗିଲବୋୟ ପର୍ବତରେ ହତ ହୋଇ ପଡ଼ିଲେ। ଆଉ ପଲେଷ୍ଟିଆମାନେ ସାଉଲ ଓ ତାଙ୍କର ପୁତ୍ରମାନଙ୍କ ପଛେ ପଛେ ଲାଗି ଗୋଡ଼ାଇଲେ ଓ ପଲେଷ୍ଟିଆମାନେ ସାଉଲଙ୍କର ପୁତ୍ର ଜୋନାଥନକୁ ଓ ଅବିନାଦବକୁ ଓ ମଲକିସୁଏକୁ ବଧ କଲେ। ଏହି ରୂପେ ସାଉଲଙ୍କ ସାଙ୍ଗରେ ଭାରି ଯୁଦ୍ଧ ହେଲା ଓ ଧନୁର୍ଦ୍ଧରମାନେ ତାଙ୍କୁ ଧରିଲେ। ଆଉ ଧନୁର୍ଦ୍ଧରମାନଙ୍କ ସକାଶୁ ସେ ଅତିଶୟ ଆହତ ହେଲେ। ତହିଁରେ ସାଉଲ ଆପଣା ଅସ୍ତ୍ରବାହକକୁ କହିଲେ, ତୁମ୍ଭ ଖଡ୍ଗ ବାହାର କରି ତହିଁରେ ମତେ ଭୁସି ପକାଅ। କେଜାଣି ଏହି ଅସୁନତମାନେ ଆସି
ମତେ ଭୁସି ପକାଇ କୌତୁକ କରିବେ? ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ। ଏଣୁ ସାଉଲ ଖଡ୍ଗ ନେଇ ଆପେ ତହିଁ ଉପରେ ପଡ଼ିଲେ। ତହିଁରେ ସାଉଲ ମରିଅଛନ୍ତି ଏହା ଦେଖି ତାଙ୍କ ଅସ୍ତ୍ରବାହକ ସେହିପରି ଆପଣା ଖଡ୍ଗ ଉପରେ ପଡ଼ି ତାଙ୍କ ସଙ୍ଗରେ ମଲା। ଏହି ରୂପେ ସାଉଲ ଓ ତାଙ୍କର 3 ପୁତ୍ର ଓ ତାଙ୍କର ଅସ୍ତ୍ରବାହକ ଓ ତାଙ୍କର ନିଜ ଲୋକ ସମସ୍ତେ ସେହିଦିନ ଏକ ସଙ୍ଗରେ ମଲେ। ଏଉତାରେ ଇସ୍ରାଏଲ ଲୋକମାନେ ପଳାଇଲେ, ଆଉ ସାଉଲ ଓ ତାଙ୍କର ପୁତ୍ରମାନେ ମଲେ। ଏହା ଦେଖି ତଳଭୂମିର ଅନ୍ୟ ପାର୍ଶ୍ୱସ୍ଥ ଓ ଜର୍ଦ୍ଦନ ସେପାରିସ୍ଥ ଇସ୍ରାଏଲ ଲୋକମାନେ ନଗର ପରିତ୍ୟାଗ କରି ପଳାଇଲେ। ତହୁଁ ପଲେଷ୍ଟିୟମାନେ ଆସି ତହିଁ ମଧ୍ୟରେ ବାସ କଲେ। ଅନନ୍ତର ପର ଦିବସ ପଲେଷ୍ଟିୟମାନେ ହତ ଲୋକମାନଙ୍କ ସଜାଦି ଫିଟାଇ ନେବା ପାଇଁ ଆସନ୍ତେ ସେମାନେ ସାଉଲଙ୍କୁ ଓ ତାଙ୍କର 3 ପୁତ୍ରଙ୍କୁ ଗିଲବୋୟ ପର୍ବତରେ ପଡ଼ିଥିବାର ଦେଖିଲେ। ତହୁଁ ସେମାନେ ତାଙ୍କର ମସ୍ତକ ଛେଦନ କରି ତାଙ୍କର ସଜାଦି ଫିଟାଇ ନେଲେ, ଆଉ ଆପଣାମାନଙ୍କ ଦେବପ୍ରତିମାଗଣର ଗୃହକୁ ଓ ଲୋକମାନଙ୍କ ନିକଟକୁ ସମ୍ବାଦ ଦେବା ପାଇଁ ପଲେଷ୍ଟିୟମାନଙ୍କ ଦେଶର ଚାରିଆଡ଼େ ପଠାଇଲେ। ପୁଣି ସେମାନେ ତାଙ୍କର ସଜା ଅଷ୍ଟାରୋତ ଦେବୀ ଗୃହରେ ରଖିଲେ ଓ ତାଙ୍କର ଶରୀରକୁ ବୈତଶାନ ପ୍ରାଚୀରରେ ଟାଙ୍ଗିଦେଲେ। ଏଉତାରେ ଜାବେଶ ଗିଲିୟଦ ନିବାସୀମାନେ ସାଉଲଙ୍କ ପ୍ରତି ପଲେଷ୍ଟିୟମାନଙ୍କ କୃତ କର୍ମର ସମ୍ବାଦ ପାଆନ୍ତେ ସମସ୍ତ ବିକ୍ରମଶାଳୀ ଲୋକ ଉଠି ସେହି ରାତ୍ରିଯାକ ଗମନ କରି ସାଉଲଙ୍କର ଓ ତାଙ୍କର ପୁତ୍ରମାନଙ୍କ ଶରୀର ବୈତଶାନ ପ୍ରାଚୀରରୁ ଜାବେଶକୁ ନେଇ ସେଠାରେ ସେ ସବୁ ଦଗ୍ଧ କଲେ। ପୁଣି ସେମାନେ ସେମାନଙ୍କର ଅସ୍ଥି ନେଇ ଜାବେଶସ୍ଥ ଝାଉଁ ବୃକ୍ଷ ତଳେ ପୋତି ରଖିଲେ ଓ 7 ଦିନ ଉପବାସ କଲେ। ଦ୍ୱିତୀୟ ସାମୁଏଲ ଅଧ୍ୟାୟ 1। ସାଉଲଙ୍କ ମୃତ୍ୟୁ ସମୟକୁ ଦାଉଦ ଅମାଲେକୀୟମାନଙ୍କ ବଧକରଣରୁ ଫେରି ଆସିଥିଲେ ଓ ଦାଉଦ ସିକୁରାରେ 2 ଦିନ ମାତ୍ର ରହିଥିଲେ। ତୃତୀୟ ଦିନରେ ଏପରି ହେଲା ଯେ, ଦେଖ, ସାଉଲଙ୍କ ନିକଟରୁ ଛାଉଣି ଭିତରୁ ଜଣେ ଲୋକ ଆପଣା ବସ୍ତ୍ର ଚିରି ଓ ମସ୍ତକରେ ମାଟି ଦେଇ ଆସିଲା। ପୁଣି ସେ ଦାଉଦଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ ଭୂମିରେ ପଡ଼ି ପ୍ରଣାମ କଲା। ତହିଁରେ ଦାଉଦ ତାହାକୁ କହିଲେ, ତୁମ୍ଭେ କେଉଁଠାରୁ ଆସିଅଛ? ତହୁଁ ସେ କହିଲା, ମୁଁ ଇସ୍ରାଏଲ ଛାଉଣିରୁ ପଳାଇ ଆସିଲି। ତହିଁରେ ଦାଉଦ ତାହାକୁ କହିଲେ, କଥା କଣ ମତେ କହିଲ? ତହୁଁ ସେ ଉତ୍ତର କଲା, ଲୋକମାନେ ଯୁଦ୍ଧରୁ ପଳାଇଲେ, ପୁଣି ଅନେକ ଲୋକ ମାରା ପଡ଼ିଲେ, ଆଉ ସାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଧ୍ୟ ମଲେ। ତହିଁରେ ଦାଉଦ ସେହି ସମ୍ବାଦଦାୟୀ ଯୁବାକୁ କହିଲେ, ସାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଲେ ବୋଲି ତୁମ୍ଭେ କିପରି ଜାଣିଲ? ତହିଁରେ ସେହି ସମ୍ବାଦଦାୟୀ ଯୁବା ତାଙ୍କୁ କହିଲା, ମୁଁ ଘଟଣାକ୍ରମେ ଗିଲବୋୟ ପର୍ବତରେ ଉପସ୍ଥିତ ହୁଅନ୍ତେ ଦେଖ, ସାଉଲ ଆପଣା ବର୍ଚ୍ଛା ଉପରେ ଆଉଜି ପଡ଼ିଅଛନ୍ତି, ଆଉ ଦେଖ, ରଥ ଓ ଅଶ୍ୱାରୋହୀମାନେ ତାଙ୍କ ପଛେ ଲାଗି ରହିଅଛନ୍ତି। ଏଥିମଧ୍ୟରେ ସେ ଆପଣା ପଛକୁ ଅନାନ୍ତେ ମତେ ଦେଖି ଡାକିଲେ। ତହିଁରେ ମୁଁ ଉତ୍ତର କଲି, ଏଠାରେ ମୁଁ ଅଛି। ତେଣୁ ସେ ମତେ କହିଲେ, ତୁମ୍ଭେ କିଏ? ମୁଁ ଉତ୍ତର କଲି, ମୁଁ ଜଣେ ଅମାଲେକୀୟ ଲୋକ। ତେବେ ସେ ମତେ କହିଲେ, ବିନୟ କରୁଅଛି, ମୋ ନିକଟରେ ଠିଆ ହୋଇ ମତେ ବଧ କର, କାରଣ ମତେ ବଡ଼ ଯନ୍ତ୍ରଣା ଆକ୍ରାନ୍ତ କରିଅଛି। ତଥାପି ଏପର୍ଯ୍ୟନ୍ତ ମୋଠାରେ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି। ତହିଁରେ ମୁଁ ତାଙ୍କ ନିକଟରେ ଠିଆ ହୋଇ ତାଙ୍କୁ ବଧ କଲି, କାରଣ ସେହି ପତନ ଉତ୍ତାରେ ସେ ଆଉ ବଞ୍ଚିବେ ନାହିଁ ବୋଲି ମୁଁ ଜାଣିଲି। ପୁଣି ମୁଁ ତାଙ୍କ ମସ୍ତକର ମୁକୁଟ ଓ ବାହୁର ବାଜୁ ନେଇ ଏଠାକୁ ମୋ ପ୍ରଭୁଙ୍କ କତିକି ଆଣିଅଛି। ଏଥିରେ ଦାଉଦ ଆପଣା ବସ୍ତ୍ର ଧରି ଚିରିଲେ ଓ ତାଙ୍କ ସଙ୍ଗୀ ଲୋକମାନେ ମଧ୍ୟ ତଦ୍ରୂପ କଲେ। ପୁଣି ସାଉଲ ଓ ତାଙ୍କର ପୁତ୍ର ଯୋନାଥନ ଓ ସଦାପ୍ରଭୁଙ୍କ ଲୋକମାନେ ଓ ଇସ୍ରାଏଲ ବଂଶ ଖଡ୍ଗରେ ପତିତ ହେବାରୁ ସେମାନେ ସେମାନଙ୍କ ନିମନ୍ତେ ବିଳାପ ଓ ରୋଦନ କଲେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ। ଏ ଉତ୍ତାରେ ଦାଉଦ ସେହି ସମ୍ବାଦଦାୟୀ ଯୁବାକୁ କହିଲେ, ତୁମ୍ଭେ କେଉଁ ସ୍ଥାନର ଲୋକ? ସେ ଉତ୍ତର କଲା, ମୁଁ ଜଣେ ଅମାଲେକୀୟ ବିଦେଶୀ ଲୋକର ପୁତ୍ର। ତହୁଁ ଦାଉଦ ତାହାକୁ କହିଲେ, ତୁମ୍ଭେ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ନାଶ କରିବା ପାଇଁ ଆପଣା ହସ୍ତ ବଢ଼ାଇବାକୁ ଭୟ ନ କଲ, ଏ କିପରି? ଏଥିରେ ଦାଉଦ ଯୁବାମାନଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, କତିକି ଯାଇ ତାକୁ ଆକ୍ରମଣ କର। ତହିଁରେ ସେ ତାକୁ ଆଘାତ କରନ୍ତେ ସେ ମଲା। ପୁଣି ଦାଉଦ ତାକୁ କହିଲେ, ତୁମ୍ଭ ରକ୍ତ ତୁମ୍ଭ ମସ୍ତକରେ ବର୍ତ୍ତୁ, କାରଣ ତୁମ୍ଭର ମୁଖ ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଅଛି, ମୁଁ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ବଦ୍ଧ କରିଅଛି। ଅନନ୍ତର ଦାଉଦ ସାଉଲ ଓ ତାଙ୍କ ପୁତ୍ର ଯୋନାଥନଙ୍କ ବିଷୟରେ ଏହି ବିଳାପ ରଚନା କଲେ। ପୁଣି ଜିହୁଦା ସନ୍ତାନମାନଙ୍କୁ ସେହି ଧନୁର୍ଗୀତ ଶିଖାଇବାକୁ ଆଜ୍ଞା ଦେଲେ। ଦେଖ, ତାହା ଜାସେର ପୁସ୍ତକରେ ଲେଖା ଅଛି। ହେ ଇସ୍ରାଏଲ, ତୁମ୍ଭର ଭୂଷଣ ସ୍ୱରୂପ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ, ବୀରମାନେ କିପରି ପତିତ ହେଲେ,
ଗାଥରେ ଏହା ନ ଜଣାଅ, ଅସ୍କିଲୋନର ଦାଣ୍ଡରେ ଏହା ପ୍ରଚାର ନ କର। କଲେ ପଲେଷ୍ଟିୟ କନ୍ୟାମାନେ ଆନନ୍ଦ କରିବେ ଓ ଅସୁନତମାନଙ୍କ କନ୍ୟାଗଣ ଜୟଧ୍ୱନି କରିବେ। ହେ ଗିଲବୟ ପର୍ବତଗଣ, ତୁମମାନଙ୍କ ଉପରେ କାକର କି ବୃଷ୍ଟି ନ ପଡୁ, କିଏ ବା ଉପହାରଜନକ କ୍ଷେତ୍ର ନ ହେଉ, କାରଣ ସେଠାରେ ବୀରମାନଙ୍କର ଢାଲ ମଳିନ ହେଲା, ସାଉଲଙ୍କର ଢାଲ ତୈଳରେ ଅନଭିଷିକ୍ତ ରହିଲା। ହତ ଲୋକମାନଙ୍କ ରକ୍ତରୁ, ବୀରମାନଙ୍କ ମେଦରୁ ଯୋନାଥନଙ୍କ ଧନୁ ଫେରେ ନାହିଁ ଓ ସାଉଲଙ୍କର ଖଡ୍ଗ ରିକ୍ତ ହୋଇ ଫେରେ ନାହିଁ। ସାଉଲ ଓ ଯୋନାଥନ ଜୀବଦଶାରେ ପରସ୍ପର ପ୍ରିୟ ଓ ତୁଷ୍ଟିଜନକ ଥିଲେ। ମରଣ ସମୟରେ ହେଁ ସେମାନେ ବିଭିନ୍ନ ନୋହିଲେ। ସେମାନେ ଉତ୍କର୍ଷ ପକ୍ଷୀଠାରୁ ବେଗବାନ, ସେମାନେ ସିଂହଠାରୁ ବଳବାନ ଥିଲେ। ହେ ଇସ୍ରାଏଲ କନ୍ୟାଗଣ, ସାଉଲଙ୍କ ପାଇଁ ରୋଦନ କର। ସେ ତୁମ୍ଭମାନଙ୍କୁ ସିନ୍ଦୁର ବର୍ଣ୍ଣ ବସ୍ତ୍ରରେ ସୁନ୍ଦର ରୂପେ ବସ୍ତ୍ରାନ୍ୱିତ କଲେ। ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ୱର୍ଣ୍ଣ ଅଳଙ୍କାର ମଣ୍ଡିଲେ। ବୀରମାନେ ଯୁଦ୍ଧ ସମୟରେ କିପରି ପଡ଼ିଲେ, ଯୋନାଥନ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ। ହେ ମୋର ଭାଇ ଯୋନାଥନ, ମୁଁ ତୁମ୍ଭ ଲାଗି ବ୍ୟାକୁଳ ହେଉଅଛି। ତୁମ୍ଭେ ମୋର ଅତି ତୁଷ୍ଟିଜନକ ଥିଲ। ମୋ ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ, ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା। ବୀରମାନେ କିପରି ପତିତ ହେଲେ ଓ ଯୁଦ୍ଧାସ୍ତ୍ର ସକଳ ବିନଷ୍ଟ ହେଲା। ଦ୍ୱିତୀୟ ସାମୁଏଲ ଅଧ୍ୟାୟ 2। ଏଥିଉତ୍ତରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରି କହିଲେ, ମୁଁ କଣ ଜିହୁଦାର କୌଣସି ଏକ ନଗରକୁ ଯିବି? ସଦାପ୍ରଭୁ ତାଙ୍କୁ କହିଲେ, ଯାଅ। ପୁଣି ଦାଉଦ କହିଲେ, ମୁଁ କେଉଁଠାକୁ ଯିବି? ସେ କହିଲେ, ହିବ୍ରୋନକୁ। ଏଣୁ ଦାଉଦ ଓ ତାଙ୍କର ଜିସ୍ରିଏଲିଆ ଅହିନୟମ ଓ କର୍ମିଲିୟ ନାବଲର ଭାର୍ଯ୍ୟା ଅବିଗଲ ନାମ୍ନୀ ଏହି ଦୁଇ ଭାର୍ଯ୍ୟା ସେ ସ୍ଥାନକୁ ଗଲେ। ଆଉ ଦାଉଦ ଆପଣା ସଙ୍ଗୀମାନଙ୍କୁ ସେମାନଙ୍କ ପରିବାର ସମେତ ଆଣିଲେ। ତହିଁରେ ସେମାନେ ହିବ୍ରୋନର ନଗରମାନରେ ବାସ କଲେ। ତେଣୁ ଜିହୁଦାର ଲୋକମାନେ ଆସି ସେହି ସ୍ଥାନରେ ଦାଉଦଙ୍କୁ ଜିହୁଦା ବଂଶ ଉପରେ ରାଜାଭିଷିକ୍ତ କଲେ। ଏ ଉତ୍ତାରେ ଜାବେଶ ଗିଲିୟଦୀୟମାନେ ସାଉଲଙ୍କୁ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କୁ ଜଣାଇଲେ। ତହିଁରେ ଦାଉଦ ଜାବେଶ ଗିଲିୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଆଶୀର୍ବାଦ ପାତ୍ର, କାରଣ ତୁମ୍ଭେମାନେ ଆପଣା ପ୍ରଭୁ ସାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ। ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ସତ୍ୟତା ପ୍ରକାଶ କରନ୍ତୁ। ପୁଣି ତୁମ୍ଭେମାନେ ଏହି କର୍ମ କରିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟାର ପ୍ରତିଦାନ କରିବି। ଯେହେତୁ ଏବେ ତୁମ୍ଭମାନଙ୍କ ହସ୍ତ ସବଳ ହେଉ ଓ ତୁମ୍ଭେମାନେ ବିକ୍ରମଶାଳୀ ହୁଅ, କାରଣ ତୁମ୍ଭମାନଙ୍କ ପ୍ରଭୁ ସାଉଲ ମରିଅଛନ୍ତି, ମଧ୍ୟ ଜିହୁଦା ବଂଶ ଆପଣା ଉପରେ ମୋତେ ରାଜାଭିଷିକ୍ତ କରିଅଛନ୍ତି। ଏଥିମଧ୍ୟରେ ନରର ପୁତ୍ର ଅବନର ନାମକ ସାଉଲଙ୍କର ସୈନ୍ୟଦଳର ସୈନ୍ୟପତି ସାଉଲଙ୍କର ପୁତ୍ର ଇସବୋଶତକୁ ମହନିୟମକୁ ନେଇଯାଇ ଗିଲିୟଦ ଓ ଅସୁରୀ ଓ ଜିସ୍ରିଏଲ ଓ ଇଫ୍ରାଇମ ଓ ବିନ୍ୟାମିନ ଓ ସମସ୍ତ ଇସ୍ରାଏଲ ଉପରେ ରାଜା କଲେ। ସାଉଲଙ୍କର ପୁତ୍ର ଇସବୋଶତ 40 ବର୍ଷ ବୟସରେ ଇସ୍ରାଏଲ ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି 2 ବର୍ଷ ରାଜତ୍ୱ କଲା। ମାତ୍ର ଜିହୁଦା ବଂଶ ଦାଉଦଙ୍କର ପଶ୍ଚାତଗାମୀ ହେଲେ। ପୁଣି ହିବ୍ରୋନରେ ଜିହୁଦା ବଂଶ ଉପରେ ଦାଉଦଙ୍କ ରାଜା ହେବାର ସମୟ 7 ବର୍ଷ 6 ମାସ ଥିଲା। ଗୁଡ୍ ମର୍ଣ୍ଣିଂ ଆଣ୍ଡ ପ୍ରାଇଜ୍ ଦ ଲର୍ଡ। ଆଜି ବାଇବଲ ପଠନ ଦିନ ସଂଖ୍ୟା 61, ସୋମବାର। ଆଜି ଆମ୍ଭେମାନେ ପ୍ରଥମ ସାମୁଏଲ 29 ପର୍ବ ଠାରୁ 31 ପର୍ବ ଏବଂ ଦ୍ୱିତୀୟ ସାମୁଏଲ 1 ପର୍ବ ଠାରୁ 2 ପର୍ବ ତାର 11 ପଦ ପର୍ଯ୍ୟନ୍ତ ପାଠ କରିଅଛୁ। ଦାଉଦଙ୍କ ନିର୍ବାସନ ବା ପଳାୟନ କାଳୀନ ଅନ୍ତିମ ଅଂଶକୁ ଓ ଦ୍ୱିତୀୟ ସାମୁଏଲର ଦାଉଦ ଯିଏ ଜିହୁଦାର ରାଜା ତାହାଙ୍କ ବିଷୟରେ ଆମେ ଏଠାରେ ପାଠ କରୁଅଛୁ। ଦାଉଦ ଯିଏ ପଲେଷ୍ଟିୟ ମାନଙ୍କ ସିକ୍ଲଗରେ ନିର୍ବାସିତ ଥିଲେ, ସିଏ ଏପରି ଗୋଟିଏ ପରିସ୍ଥିତିର ସମ୍ମୁଖୀନ ହେଲେ ଯେ ତାଙ୍କୁ ଜଣେ ଶତ୍ରୁ ଭାବରେ ସ୍ୱୟଂ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆହ୍ୱାନ ମିଳିଲା, କାରଣ ଇସ୍ରାଏଲ ଓ ପଲେଷ୍ଟିୟ ମାନଙ୍କ ମଧ୍ୟରେ ଯୁଦ୍ଧ ଲାଗିଲା। କିନ୍ତୁ ଦାଉଦ ତାଙ୍କ ସହିତ ଯୁଦ୍ଧକୁ ଯିବା ବିଷୟରେ ପଲେଷ୍ଟିୟ ସେନାପତି ମାନେ ଖୁସି ନଥିଲେ। ଯେହେତୁ ସେମାନେ ଖୁସି ନଥିଲେ, ଏଣୁ ଦାଉଦଙ୍କୁ ସେମାନଙ୍କ ସୈନ୍ୟ ବାହିନୀରୁ ବାହାର କରି ଦିଆଗଲା। ଆଉ ଦାଉଦଙ୍କୁ ସାହାଯ୍ୟ କରିବା ନିମନ୍ତେ ଏହା ଯେ ଈଶ୍ୱରଙ୍କର ଏକ ଯୋଜନା ଥିଲା ତାହା ସ୍ପଷ୍ଟ ହୁଏ। ଦାଉଦ ଯୁଦ୍ଧରେ ଅଂଶଗ୍ରହଣ ନ କରି ସିକ୍ଲଗକୁ ଫେରିଗଲେ। ମାତ୍ର ଆମାଲେକୀୟ ମାନେ ସେମାନଙ୍କ ଛାଉଣୀକୁ ସେହି ସମୟରେ ଅଗ୍ନିରେ ଦଗ୍ଧ କରି ସେମାନଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ପୁଣି ସେମାନଙ୍କର ସମସ୍ତ ଦ୍ରବ୍ୟକୁ ହରଣ କରି ନେଇଯାଇଥିଲେ। ଦାଉଦ ଆମାଲେକୀୟ ମାନଙ୍କ ପଛେ ପଛେ ଗଡ଼ାଇ ସେମାନଙ୍କୁ ପରାସ୍ତ କଲେ
ଓ ଯାହା ସବୁ ସେମାନେ ଲୁଟ କରି ନେଇଯାଇଥିଲେ ସେହି ସବୁକୁ ସେ ଫେରାଇ ଆଣିଲେ ଓ ଜିହୁଦାର ପ୍ରାଚୀନ ମାନଙ୍କ ନିକଟକୁ ଅଂଶ ପଠାଇଲେ। ଶାଉଲ ଓ ତାଙ୍କ ପୁତ୍ର ଜନାଥନ ପଲେଷ୍ଟିୟ ଓ ଇସ୍ରାଏଲ ମଧ୍ୟରେ ହୋଇଥିବା ଯୁଦ୍ଧରେ ଗିଲବୟ ପର୍ବତରେ ହତ ହୋଇ ପଡ଼ିଲେ। ଜାବେଶ ଗିଲିୟଦୀୟ ଲୋକମାନେ ସେମାନଙ୍କ ଶରୀର ଆଣି ଜାବେଶରେ କବର ଦେଲେ। ପରିଶେଷରେ ଦାଉଦ ସଂଯୁକ୍ତ ରାଷ୍ଟ୍ର ଅର୍ଥାତ୍ ସମ୍ପୂର୍ଣ୍ଣ ଇସ୍ରାଏଲ ଉପରେ କହିବାକୁ ଗଲେ ଉତ୍ତର ଇସ୍ରାଏଲ ଓ ଦକ୍ଷିଣ ଜିହୁଦାର ସେ ରାଜା ହେଲେ। ଦାଉଦ ରାଜା ହେବା ପରର ଇତିହାସ ହେଉଛି ଦ୍ୱିତୀୟ ସାମୁଏଲ ପୁସ୍ତକର ବିବରଣ। ଶାଉଲ ଓ ଜନାଥନଙ୍କ ମୃତ୍ୟୁରେ ଦାଉଦ ବିଳାପ କଲେ ଏବଂ ଜିହୁଦା ବଂଶୀୟ ଲୋକମାନେ ଦାଉଦଙ୍କୁ ଜିହୁଦା ଗୋଷ୍ଠୀ ଉପରେ ରାଜା ଅଭିଷେକ କଲେ। ଦାଉଦ ହିବ୍ରନରୁ 7 ବର୍ଷ 6 ମାସ ରାଜତ୍ୱ କଲେ। ଦକ୍ଷିଣାଞ୍ଚଳର ଜିହୁଦା ଗୋଷ୍ଠୀର ରାଜା ଥିଲେ ଦାଉଦ ଏବଂ ଉତ୍ତରାଞ୍ଚଳ ଇସ୍ରାଏଲର ରାଜା ହେଲେ ଶାଉଲଙ୍କ ପୁତ୍ର ଇଶବୋଶତ। ଆରମ୍ଭ ସମୟରେ ରାଜା ଶାସନ 2 ଦଳ ହୋଇ ଆରମ୍ଭ ହେଲା, କିନ୍ତୁ ଶେଷ ବେଳକୁ ଶାଉଲଙ୍କ ବଂଶ ଆଉ ସ୍ଥିର ରହିପାରିଲା ନାହିଁ ଏବଂ ଦାଉଦଙ୍କ ଦ୍ୱାରା ଦେଶଟି ପୁନର୍ବାର ସଂଯୁକ୍ତ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ ହେଲା। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଖ୍ରୀଷ୍ଟଙ୍କ ଠାରେ ଏକତ୍ର, ଆହା, ଏହା କି ଆଶୀର୍ବାଦର ବିଷୟ ଅଟେ।